ମେଘର ମୁନିବ। ଲେଖକ ମନୋଜ ଦାସ। ଲେଖାଟି ଦୈନିକ ଧରିତ୍ରୀରେ ଲେଖକଙ୍କର କେତେ ଦିଗନ୍ତ ସ୍ତମ୍ଭରେ 29 ଜୁନ 1980 ପ୍ରକାଶିତ। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। ସେଦିନ ଦେଖା ହୋଇଗଲା ଜଣେ ଯୁବ ନେତାଙ୍କ ସହ। ସେ ବିଚକ୍ଷଣ ଓ ବିବେକୀ। କିଛି କାଳ ତାଙ୍କ ରାଜ୍ୟରେ ବେଶ୍ ପ୍ରଭାବଶାଳୀ ରାଜନୈତିକ ଆସନରେ ସେ ଶୋଭା ପାଉଥିଲେ। ପୁଣି ପାଇବେ ବୋଲି ମନେ ହୁଏ। କଥା ପ୍ରସଙ୍ଗରେ ସେ କହିଲେ, ନିଜ ସମେତ ଅନେକଙ୍କୁ ମୁଁ ଜାଣେ ଯେଉଁମାନେ ସତରେ ଦେଶର କିଛି ହିତ କରିବା ମାନସରେ ରାଜନୀତି ଆରମ୍ଭ କରିଥିଲେ। କିନ୍ତୁ କ୍ଷମତାର ଯାଦୁ ଏପରି, ତାହା ଅଚିରେ ମୂଳ ଉଦ୍ଦେଶ୍ୟ ଭୁଲାଇ ଦିଏ। କ୍ଷମତା ଗର୍ବବୋଧ ମଣିଷକୁ ଧୀରେ ଧୀରେ ଏପରି ଆକ୍ରାନ୍ତ କରେ, ସେ ନିଜର ବିବେକଠାରୁ ବହୁତ ଦୂରେଇ ଯାଏ। କ୍ଷମତା ଦ୍ୱାରା ମୂଢ଼ ବନି ନ ଯିବା ଲୋକ ଖୁବ୍ କମ୍ ଅଛନ୍ତି ବୋଲି ଜଣେ କେହି ବିଶିଷ୍ଟ ବ୍ୟକ୍ତି କହିଥିଲେ। ମୁଁ ତାଙ୍କ ବକ୍ତବ୍ୟ ପ୍ରତି ସୌଜନ୍ୟ ସୂଚକ ସମର୍ଥନ ଜଣାଇଲି। ନାହିଁ ଆଜ୍ଞା, କ୍ଷମତାରେ ଥାଇ ଯେ ଆମେମାନେ ବୁଦ୍ଧିବୃତ୍ତି ହରାଉଁ ତାହା ନୁହେଁ, ସେ ନମ୍ର ଭାବରେ ପ୍ରତିବାଦ କଲେ। ନା, ବୁଦ୍ଧିବୃତ୍ତି ହରାନ୍ତି ନାହିଁ। ତେବେ ବୁଦ୍ଧିକୁ ଆଉ ବିଶେଷ କୌଣସି ଉନ୍ନତ ଆଦର୍ଶର ରୂପାୟନ ଦିଗରେ ପ୍ରୟୋଗ କରନ୍ତି ନାହିଁ। ଦୀର୍ଘକାଳ କିପରି କ୍ଷମତାରେ ରହିବେ ସେହି ଦିଗରେ ବୁଦ୍ଧିର ଉପଯୋଗ ହୁଏ। କ୍ରମେ ବୁଦ୍ଧି ଚତୁରତା ଓ ଚାଲାକିରେ ପରିଣତ ହୁଏ। ବୁଦ୍ଧିର ଏହି ଦୁରୁପଯୋଗକୁ ହିଁ ବୋଧହୁଏ ସେ ଉକ୍ତିଟିରେ ମୂଢ଼ତା ବୋଲି ଆଖ୍ୟା ଦିଆଯାଇଛି। କହିଲି। ସେ ବୁଝିଲେ ବୋଲି ମନେ ହେଲା। ଟିକିଏ ନୀରବ ରହି ସେ ପ୍ରଶ୍ନ କଲେ, ଆଚ୍ଛା, କାହିଁକି ଏପରି ହୁଏ? କ୍ଷମତା ସହ ଗର୍ବ ଓତପ୍ରୋତ ଭାବରେ କାହିଁକି ଜଡ଼ିତ ଥାଏ? ଧାରଣାଟିରେ ଗୋଟିଏ ମୌଳିକ ତ୍ରୁଟି ରହିଛି। ଗର୍ବ ବା ଅହଂବୋଧ କ୍ଷମତାରେ ନଥାଏ, ଥାଏ ଆମ ଚେତନାରେ। କ୍ଷମତା ତାର ପରିପ୍ରକାଶ ଦିଗରେ ସୁଯୋଗ ଦିଏ। ମାତ୍ର କ୍ଷମତା ଅହଂର ହେତୁ ନୁହେଁ କି ସ୍ରଷ୍ଟା ନୁହେଁ। ତାହା ହୋଇଥିଲେ କ୍ଷମତାର ପରିମାଣ ଉପରେ ଗର୍ବର ପରିମାଣ ନିର୍ଭର କରନ୍ତା। କିନ୍ତୁ ଲକ୍ଷ୍ୟ କରି ଦେଖିବେ, ଆପଣ ମନ୍ତ୍ରୀ ହୋଇ ଯେତିକି ଗର୍ବ ଅନୁଭବ କରିଥିବେ, ଆଉ ଜଣେ ହଳେ ବହଳ ନିଶ ରଖି ବି ସେତିକି ଗର୍ବ ଅନୁଭବ କରୁଥାଇପାରେ। ଆଜୀବନ ସାମୟିକ ସାଧୁ ହିସାବରେ ଜଣାଶୁଣା ଜଣେ ଭଦ୍ରଲୋକଙ୍କୁ ତାଙ୍କ ଅବସରପ୍ରାପ୍ତ ଜୀବନରେ ଗୋଟିଏ ସ୍ୱନାମଧନ୍ୟ ଧର୍ମ ପ୍ରତିଷ୍ଠାନର ଫାଟକ ପାଖରେ ବସିବାର ଦାୟିତ୍ୱ ଦିଆଗଲା। ମାସକ ଭିତରେ ତାଙ୍କ ବ୍ୟକ୍ତିତ୍ୱ ବଦଳିଗଲା। କୌଣସି ରାଜା ମହାରାଜ ବି ଲୋକଙ୍କୁ ସେଭଳି ହେୟ ଆଖିରେ ଦେଖିନଥିବେ। ଯେତେବେଳେ ଲୋକେ କୌଣସି ମନ୍ଦିର ବା ଧର୍ମ ସଂସ୍ଥାକୁ ଆସନ୍ତି, ସେତେବେଳେ ସେମାନେ ସାଧାରଣତଃ ବିନୟୀ ଦିଶୁଥାନ୍ତି। ପୁଣି ଯୋଗ୍ୟ ପୁଅ ପାଇଁ କନ୍ୟା ଦେଖିବାକୁ ଗଲାବେଳେ ଉଦ୍ଧତ ଦେଖାଯିବା ଉଚିତ ବୋଲି ସେମାନେ ମନେ କରିଥାନ୍ତି। ଏସବୁ ସାଧାରଣ ନିୟମ। ସେ ସମ୍ମାନିତ ଜଗୁଆଳି ଜଣକ କିନ୍ତୁ ଧୀରେ ଧୀରେ ସେ ବିନୟବୋଧ ତାଙ୍କରି ପାଇଁ ଉଦ୍ଦିଷ୍ଟ ବୋଲି ଧରିନେଲେ। ଯେଉଁ ଆଗନ୍ତୁକ ପାଖରେ ସେଭଳି ବିନୟବୋଧର ଅଭିବ୍ୟକ୍ତି ସେ ଦେଖିଲେ ନାହିଁ, ତା ପ୍ରତି ସେ ରୁକ୍ଷ ହେଲେ। ଏପରିକି ପ୍ରତିଷ୍ଠାନ ଭିତରକୁ ଛାଡ଼ି ନ ଦେବାର ଧମକ ବି ଦେଲେ। ଲୁଚିଥିବା ଅହଂବୋଧ କିପରି ସାମାନ୍ୟ ଅବଲମ୍ବନ ପାଇଲେ ବି ପ୍ରକଟ ହୋଇଥାଏ, ଏହା ତାର ଏକ ଉଦାହରଣ। ଏଥିରୁ ମୁକ୍ତି ନାହିଁ? ପ୍ରଶ୍ନ କଲେ ଭୂତପୂର୍ବ ତଥା ସମ୍ଭବତଃ ଭାବି ମନ୍ତ୍ରୀ। ମନେ ପଡ଼ିଲା ଆରବ୍ୟ ରଜନୀର ଏକ କାହାଣୀ। ଜଣେ ସାଧୁଙ୍କ ଉପରେ ଭଗବାନଙ୍କର ଏକ ବର ଥାଏ। ସିଏ ଯୁଆଡ଼େ ଯିବେ, ତାଙ୍କ ମୁଣ୍ଡ ଉପରେ ତାଙ୍କୁ ଖରା ଦାଉରୁ ରକ୍ଷା କରି ଭାସି ଚାଲିଥିବ ପୁଳାଏ ମେଘ। ଲୋକେ ତାଙ୍କୁ ମେଘର ମୁନିବ ବୋଲି ଡାକିବାକୁ ଲାଗିଲେ। ସେ ଡାକ ଶୁଣି ତାଙ୍କର ଗର୍ବ ହେଲା। ବାସ୍ତବିକ ମୋ ଭକ୍ତିରେ ଆବିର୍ଭୂତ ହୋଇ ସିନା ଭଗବାନ ମୋତେ ଏହି ଅଦ୍ଭୁତ ବିଭୂତି ଦେଇଛନ୍ତି।
ଏଇଆ ଭାବି ସେ ଦିନେ ଦୁଇ ପ୍ରହର ବେଳେ ଶୀତଳ ମେଘର ଛାଇରେ ଶୋଇପଡ଼ିଲେ। କିଛି ସମୟ ପରେ ଦାରୁଣ ସୂର୍ଯ୍ୟତାପରେ ତାଙ୍କ ନିଦ ଭାଙ୍ଗିଗଲା। ସେ ଅନାଇ ଦେଖିଲେ ତାଙ୍କ ମୁଣ୍ଡ ଉପରେ ମେଘ ଖଣ୍ଡିକ ନାହିଁ। ଦିଗ ଦିଗନ୍ତରେ କେଉଁଠି ବି ଖଣ୍ଡିଏ ମେଘ ନାହିଁ। ସେ ନିଜର ଭୁଲ ବୁଝିଲେ, ଅନୁତାପ କଲେ, କାନ୍ଦି କାନ୍ଦି ଶୋଇପଡ଼ିଥାନ୍ତି। ରାତିରେ ସ୍ୱପ୍ନ ଦେଖିଲେ ଭଗବାନ ତାଙ୍କୁ କହୁଛନ୍ତି, ମୋର କୌଣସି ଗର୍ଭହୀନ ଭକ୍ତ ତୋ ତରଫରୁ ପ୍ରାର୍ଥନା କଲେ ମେଘ ଖଣ୍ଡିକ ଫେରି ପାଇବୁ। ସାଧୁ କହିଲେ, ପ୍ରଭୁ, ନିଜକୁ ତ ଗର୍ଭହୀନ ଭାବିଥିଲି, ଦେଖିଲା ବେଳକୁ ଏଇ ଅବସ୍ଥା। ଗର୍ଭହୀନ ଭକ୍ତ ଭେଟିବି କାହୁଁ? ଠିକଣା ଦେଉଛି, ଏଇ ରାଜ୍ୟର ରାଜଧାନୀରେ ସବୁଠାରୁ ବଡ଼ କୋଠାର ମାଲିକ ମୋର ସଚ୍ଚା ଭକ୍ତ, ଗର୍ଭହୀନ। ଭଗବାନ ଜଣାଇଲେ। ସାଧୁ ଉଠି ପଡ଼ିଲେ ଓ ରାଜଧାନୀ ଅଭିମୁଖେ ଚାଲିଲେ। ଦେଖିବା ବେଳକୁ ସବୁଠାରୁ ବଡ଼ କୋଠା ହେଉଛି ନଅର। ନଅରର ମାଲିକ ରାଜା। ରାଜା କିପରି ଗର୍ଭହୀନ ହୋଇପାରନ୍ତି? ସାଧୁ ନିଜକୁ ପ୍ରଶ୍ନ କଲେ। ଦ୍ୱାରରକ୍ଷକକୁ ଯେତେବେଳେ ସେ ରାଜାଙ୍କ ସହ ଦେଖା କରିବାର ଅଭିପ୍ରାୟ ଜଣାଇଲେ, ଦ୍ୱାରରକ୍ଷକ କହିଲା, ରାଜା ସପ୍ତାହରେ ଦିନେ ଲୋକଙ୍କ ହାରି ଗୁହାରି ଶୁଣିବା ପାଇଁ ସମୟ ଦିଅନ୍ତି। ଆଜି ସେ ଦିନ, କିନ୍ତୁ ସମୟ ଗଡ଼ିଗଲାଣି। ରାଜା ଦରବାର ଛାଡ଼ି ଭିତରକୁ ଚାଲିଗଲେଣି। ପୁଣି ସପ୍ତାହେ ପରେ ଆସ। ସାଧୁ ବିରକ୍ତ ହେଲେ। 7 ଦିନରେ ଦିନଟିଏ କେବଳ ଲୋକଙ୍କ ପାଇଁ, ଅନ୍ୟ 6 ଦିନ ନିଶ୍ଚୟ ବିଳାସ ବ୍ୟସନରେ କଟୁଥିବ। ଏ ରାଜା ପୁଣି ଗର୍ଭହୀନ ଭକ୍ତ। ଭଗବାନ ଠିକଣା ଦେବାରେ ଭୁଲ କଲେ। ସେ ଭାବିଲେ, ତଥାପି ଅପେକ୍ଷା କଲେ। ପର ସପ୍ତାହରେ ସେ ନିର୍ଦ୍ଦିଷ୍ଟ ଦିନ ଦରବାରରେ ହାଜର ହେଲେ। ତାଙ୍କ ଉପରେ ଆଖି ପଡ଼ିବା ମାତ୍ରେ ରାଜା କହିଲେ, ସ୍ୱାଗତ ମେଘର ମୁନିବ, ଆପଣ ଅପେକ୍ଷା କରନ୍ତୁ। ସାଧୁ ବିସ୍ମିତ ହେଲେ। ରାଜାଙ୍କୁ ସେ କେବେ ଆଗରୁ ଭେଟି ନାହାନ୍ତି। ତାଙ୍କ ଜନପ୍ରିୟ ନାମ ରାଜା ଜାଣିଲେ କେମିତି? ଗଭୀର ମନୋଯୋଗ ଓ କ୍ଷିପ୍ରତା ସହ ରାଜା ଗୋଟାଏ ପରେ ଗୋଟାଏ ବ୍ୟାପାର ଶୁଣୁଥାନ୍ତି ଓ ସମାଧାନ ଶୁଣାଉଥାନ୍ତି। ମଧ୍ୟାହ୍ନ ବେଳକୁ ସବୁ ବିଚାର ଶେଷ ହେଲା। ରାଜା ଉଠି ପଡ଼ିଲେ ଓ ସାଧୁଙ୍କ ପାଖକୁ ଆସି ତାଙ୍କ ହାତ ଧରି ନଅର ଭିତରକୁ ନେଇଗଲେ। ସୁଶୋଭିତ ଅନ୍ତଃପୁର, ଦାସଦାସୀ ପରିପୂର୍ଣ୍ଣ ନଅରର ଏକ ପରେ ଏକ ଅଂଶ ଛାଡ଼ି ରାଜା ଉଦ୍ୟାନରେ ପ୍ରବେଶ କଲେ। ଉଦ୍ୟାନ ଶେଷରେ ଗୋଟିଏ ପ୍ରାଚୀର। ଗୋଟିଏ ଦ୍ୱାର ଉନ୍ମୁକ୍ତ କରି ରାଜା ସେପାରିକୁ ଗଲେ। ସାଥିରେ ଗଲେ ସାଧୁ। ସେପାରିରେ ଏକ ନିର୍ଜନ ଅଞ୍ଚଳ। ଅଦୂରରେ ଶ୍ମଶାନ। ବଣବୁଦା ଭର୍ତ୍ତି ଅପନ୍ତରା ଭିତରେ ଗୋଟିଏ କୁଡ଼ିଆ। ରାଜା ଯାଇ କୁଡ଼ିଆ ଆଗରେ ଠିଆ ହୁଅନ୍ତେ ଜଣେ ମଳିନ ବସନା ସୁନ୍ଦରୀ ମହିଳା ବାହାରି ଆସିଲେ। ରାଜା ଅତିଥିଙ୍କ ସହ ତାଙ୍କ ପରିଚୟ କରାଇଦେଲେ। ଇଏ ରାଣୀ। ତାପରେ ରାଜା ନିଜ ରାଜକୀୟ ବେଶ ଛାଡ଼ି ସାଧାରଣ ଲୁଗା ପିନ୍ଧି ଆସି ବସିଲେ। ରାଣୀ ଦୁହିଁଙ୍କ ସକାଶେ ଆହାର ପରସିଲେ। ଅତି ମାମୁଲି ଆହାର। ରାଜା କହିଲେ, ଆମର ଯାହା ଆୟ ସେଥିରେ ଭଲ ଖିଆପିଆ କରିବା ସମ୍ଭବ ନୁହେଁ। ହତଭମ୍ବ ସାଧୁ ପ୍ରକୃତିସ୍ଥ ହୋଇ ପଚାରିଲେ, ମୁଁ କିଛି ବୁଝିପାରୁନାହିଁ ଛାମୁ। ସ୍ୱାଭାବିକ, ମୁଁ କାହାକୁ ଜଣାଏ ନାହିଁ। ଆପଣଙ୍କୁ କହୁଛି, ପିଲାବେଳରୁ ମୋର ଆଗ୍ରହ ହେଲା ସତ୍ୟ ପାଇଁ, ଭଗବାନଙ୍କୁ ଜାଣିବା ପାଇଁ। ସାଧୁ ହୋଇ ବାହାରି ଯାଇଥାନ୍ତି, କିନ୍ତୁ ଭାବିଲି ସାଧୁ ହୋଇ ବାହାରି ଯିବି କାହିଁକି? ସାଧୁ ହୋଇ କ'ଣ ରହିପାରିବି ନାହିଁ? ବାପାଙ୍କ ଅନ୍ତେ ସିଂହାସନରେ ବସି ସବୁ ଆସନରେ ଦକ୍ଷ ଲୋକଙ୍କୁ ନିଯୁକ୍ତି ଦେଲି। ସପ୍ତାହରେ ଦିନେ ମୁଁ ଦରବାର କରେ। ବାକି 6 ଦିନ ଏଇଠାରେ କଟାଏଁ।
ମୁଁ ଓ ମୋ ସ୍ତ୍ରୀ ସପ ବୁଣୁଥାଉଁ। ଗରିବ ପିଲାଟିଏ ସେସବୁ ନେଇ ହାଟରେ ବିକ୍ରି କରେ, ଚଳିଯାଏ। ଦିନକରେ ରାଜ୍ୟର ସବୁ ହାଲ ବୁଝନ୍ତି କିପରି? ସାଧୁ ପଚାରିଲେ। ବୁଝନ୍ତି ଭଗବାନ, ସଂକ୍ଷେପରେ ଉତ୍ତର ଦେଲେ ରାଜା। ମଧ୍ୟରାତ୍ରରେ ସାଧୁ ଚେଇଁ ଉଠି ଦେଖିଲେ ଅଦୂରରେ ରାଜା ଆଣ୍ଠୁମାଡ଼ି ବସି ମୃଦୁ କଣ୍ଠରେ କହୁଛନ୍ତି, ଭଗବାନ, ସାଧୁଙ୍କୁ ତାଙ୍କ ମେଘ ଖଣ୍ଡିକ ଫେରାଇ ଦିଅ। ସକାଳ ହେଲା। ସାଧୁ ବିଦାୟ ନେଲେ। ଚାହୁଁ ଚାହୁଁ ମେଘ ଆସି ତାଙ୍କ ମୁଣ୍ଡ ଉପରେ ଭାସିବାକୁ ଲାଗିଲା। ଯୁବକ ନେତାଙ୍କୁ ଏ କାହାଣୀ କହିନାହିଁ। ତେବେ ଏ କାହାଣୀର ରାଜାଙ୍କ ଜୀବନର ତାତ୍ପର୍ଯ୍ୟଟି କହିଥିଲି। କ୍ଷମତାରେ ଥାଇ ଗର୍ବଠୁ ଦୂରେଇ ରହିବା ସମ୍ଭବ ଯଦି କ୍ଷମତାଠାରୁ ବହୁ ଗୁଣ ମହତ୍ତର କୌଣସି ଲକ୍ଷ୍ୟ ଜୀବନରେ ଥିବ।